ଯେଉଁ ଲୋକମାନଙ୍କ ପାଖରେ ତୁମ ପାଇଁ ସମୟ ନାହିଁ, ସେମାନଙ୍କର ସମୟ ପାଇବା ପାଇଁ, ସେମାନଙ୍କର ଧ୍ୟାନ ତୁମ ଆଡ଼କୁ କରିବା ପାଇଁ ସେମାନଙ୍କ ପଛରେ ତୁମେ ଯାଅ ନାହିଁ କି ସେମାନଙ୍କୁ ଅନୁସରଣ ମଧ୍ୟ କର ନାହିଁ। ଗୋଟିଏ କଥା ବୁଝିନିଅ, ଯେଉଁ ଲୋକମାନଙ୍କୁ ତୁମର ଦକ୍ଷତା ବିଷୟରେ ଜଣାଅଛି, ଯେଉଁମାନେ ତୁମର ଗୁରୁତ୍ୱ ଜାଣନ୍ତି, ସେମାନେ ସ୍ୱୟଂଚାଳିତ ଭାବରେ ତୁମ ପାଇଁ ସମୟ ଦେବେ। ତୁମେ ମଧ୍ୟ ଏହି ଲୋକମାନଙ୍କୁ ଅନୁଭବ କରିପାରିବ। ତୁମେ ଅନୁଭବ କରିବ ଯେ ଯଦିଓ ସେମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି, ତଥାପି ସେମାନେ ତୁମ ପାଇଁ ସମୟ ବାହାର କରନ୍ତି। ହୁଏତ ସେମାନେ ତୁମ ଘର ପରିବାରର ସଦସ୍ୟ ହୋଇପାରନ୍ତି କିମ୍ବା ଏପରିକି ତୁମର ବନ୍ଧୁ ମଧ୍ୟ ହୋଇପାରନ୍ତି। ଏହି ଲୋକମାନେ ତୁମ ଜୀବନରେ ପ୍ରକୃତ ସାଥୀ ହୋଇ ରହିବେ। ପ୍ରତ୍ୟେକ ସୁଖ ଦୁଃଖରେ ତୁମର ସାଥୀ ହେବେ। ଯେତେବେଳେ ତୁମେ ତୁମର ସମସ୍ତ ସୁଖ ଦୁଃଖ ମୋ ଚରଣରେ ସମର୍ପିତ କରିଦେବ, ତାହେଲେ ତୁମ ସହିତ ଯେତେ ଖରାପ ଘଟୁନା କାହିଁକି, ତୁମେ ବାସ୍ ତୁମର ପ୍ରତ୍ୟେକ ମୁହୂର୍ତ୍ତକୁ ଜିତି ଚାଲିବ ଏବଂ ପ୍ରତ୍ୟେକ ଅସୁବିଧାରୁ ବାହାରକୁ ଆସିଯିବ। ତୁମେ ଏମିତି ବି ଜାଣିପାରିବ ନାହିଁ ଯେ କେମିତି ଏତେ ବଡ଼ ବିପଦରୁ ମୁଁ ବାହାରି ଆସିଲି। ତୁମ ଉପରେ ଏତେ ସାରା କୃପା ହେବ। ଯଦିଓ ତୁମେ ଦିନସାରା ପୂଜାପାଠ କର କିନ୍ତୁ ଭଲ କର୍ମ ନ କର, ତେବେ ଜାଣି ରଖ ତୁମର ବିଫଳତା ନିଶ୍ଚିତ। ଅପରପକ୍ଷେ ଯଦିଓ ତୁମେ ପୂଜାପାଠ ନ ବି କର କିମ୍ବା ଗୋଟେ ଥର ତୁମ ମନରେ ମୋ ନାମ ସ୍ମରଣ କର ଏବଂ ଭଲ କର୍ମ କର, ତୁମେ ନିଶ୍ଚିତ ଭାବରେ ମୋର ସମର୍ଥନ ଏବଂ ଆଶୀର୍ବାଦ ପାଇବ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।